ଚିରନିଦ୍ରାରେ ଅଲିଉଡର ସୁପରଷ୍ଟାର ଉତ୍ତମ ମହାନ୍ତି ଆରମ୍ଭ ହେଲା ଅନ୍ତିମ ସତ୍କାର। ଶେଷକୃତ୍ୟରେ ସାମିଲ ହୋଇଛନ୍ତି ଅଲିଉଡର ଅଭିନେତା ଅଭିନେତ୍ରୀ। ତେବେ କିଏ କିଏ ସବୁ ଅଭିନେତା ଅଭିନେତ୍ରୀ ମାନେ ଉତ୍ତମ ମହାନ୍ତିଙ୍କର ଶେଷକୃତ୍ୟରେ ସାମିଲ ହୋଇଛନ୍ତି, ତା ସହିତ ଉତ୍ତମ ମହାନ୍ତିଙ୍କୁ କିଏ ପ୍ରକୃତରେ ମୁଖାଗ୍ନି ଦେବ, କ'ଣ ରହିଛି ରୀତିନୀତି, ସବୁକିଛି ବିଷୟରେ ଆପଣମାନେ ଆଗକୁ ଏହି ଭିଡ଼ିଓ ଜାଣିବାକୁ ପାଇଯିବେ। ଭିଡ଼ିଓକୁ ନିଶ୍ଚିତ ଭାବରେ ଶେଷ ପର୍ଯ୍ୟନ୍ତ ଦେଖିବେ। ଯେଉଁମାନେ ପ୍ରକୃତରେ ଅଲିଉଡର ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କୁ ମିସ୍ କରୁଛନ୍ତି, ତାଙ୍କର କେଉଁ ଚଳଚ୍ଚିତ୍ର ଆପଣଙ୍କୁ ସବୁଠୁ ବେଶୀ ପସନ୍ଦ ଆସେ ନିଶ୍ଚିତ ଭାବରେ କମେଣ୍ଟ କରି ଜଣାଇ ରଖିବେ। ତାହେଲେ ଦର୍ଶକ ବନ୍ଧୁ, ଚିରନିଦ୍ରାରେ ଅଲିଉଡର ସୁପରଷ୍ଟାର ଉତ୍ତମ ମହାନ୍ତି ସେ ଆଜି ଆଉ ଆମ ଗହଣରେ ନାହାନ୍ତି। 66 ବର୍ଷ ବୟସରେ ଏ ଦୁନିଆକୁ ଅଲବିଦା କହି ଆରପାରିକୁ ଚାଲି ଯାଇଛନ୍ତି। ଅଚାନକ ଏମିତି ତାଙ୍କର ବିୟୋଗରେ ଦୁଃଖରେ ଭାଙ୍ଗି ପଡ଼ିଛି ସାରା ଓଡ଼ିଶା। କେହି ବି ତାଙ୍କର ଅଚାନକ ବିୟୋଗକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଦୀର୍ଘ ଦିନ ହେବ ସେ ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଥିଲେ ଉତ୍ତମ ମହାନ୍ତି। ଏବେ ସେ ଆମ ଗହଣରେ ନାହାନ୍ତି। ଅଚାନକ ଏମିତି ତାଙ୍କ ମୃତ୍ୟୁରେ ଦୁଃଖରେ ଭାଙ୍ଗି ପଡ଼ିଛି ସାରା ଓଡ଼ିଶା। ଅଲିଉଡର ସୁପରଷ୍ଟାର, ଅଲିଉଡର ଜଣେ ଭେଟରାନ୍ ଆକ୍ଟର ଉତ୍ତମ ମହାନ୍ତି ସେ ଆଜି ଆଉ ଆମ ଗହଣରେ ନାହାନ୍ତି। ଅଲିଉଡର ସବୁଠି ଶୋକ ଲହରୀ ଖେଳିଯାଇଛି। ତେବେ ବର୍ତ୍ତମାନ ସମୟରେ ଯାହା ସୂଚନା ରହିଛି କି ଉତ୍ତମ ମହାନ୍ତି ଦିଲ୍ଲୀରୁ ଆସି ଓଡ଼ିଶାରେ ପହଞ୍ଚି ସାରିଛନ୍ତି। ତାଙ୍କର ଅନ୍ତିମ କାର୍ଯ୍ୟ ଆରମ୍ଭ ହୋଇଛି। ବାବୁସାନ ମହାନ୍ତି ବଡ଼ ପୁଅ ବାବୁସାନ ମହାନ୍ତି ନିଜେ ବାପାଙ୍କୁ ମୁଖାଗ୍ନି ଦେବେ। ଉତ୍ତମ ମହାନ୍ତିଙ୍କୁ ମୁଖାଗ୍ନି ଦେବେ ପୁଅ ବାବୁସାନ ମହାନ୍ତି ଏବଂ ତାଙ୍କର ଭୁବନେଶ୍ୱର ସ୍ଥିତ ବାସଭବନରେ ହିଁ ତାଙ୍କର ଅନ୍ତିମ କାର୍ଯ୍ୟ ସମାପନ କରାଯିବ ବୋଲି ଯାହା ସୂଚନା ରହିଛି। ଭୁବନେଶ୍ୱରରେ ରୋଡ୍ ଶୋ ପରେ ଉତ୍ତମ ମହାନ୍ତିଙ୍କୁ ଅନ୍ତିମ ସତ୍କାର କରାଯିବ। ଅଲିଉଡର ଅଭିନେତା ଅଭିନେତ୍ରୀମାନଙ୍କ ସହିତ ରାଜନେତାମାନେ ମଧ୍ୟ ତାଙ୍କର ଶେଷ ଦର୍ଶନରେ ପହଞ୍ଚିଛନ୍ତି।